राज्य सरकारଙ୍କ ବଡ଼ ଘୋଷଣା ରାକ୍ଷୀରେ ମିଳିବ। ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ରାକ୍ଷୀ ପୂର୍ଣ୍ଣିମାରେ ମିଳିବ। ସୁଭଦ୍ରା ତୃତୀୟ କିସ୍ତି ଅଗଷ୍ଟ 9ରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା କହିଲେ। ତାଲିକାର ପୁନଃ ସମୀକ୍ଷା କରି ନିଆଯିବ ତ୍ୱରିତ ପଥ୍ୟ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼େ ତାଲିକାର ପୁନଃ ସମୀକ୍ଷା କରି ନିଆଯିବ ତ୍ୱରିତ ପଦକ୍ଷେପ ରାକ୍ଷୀରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆସନ୍ତା 9 ତାରିଖରେ ଓଡ଼ିଶାର ମହିଳା ପାଇବେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି। ଯେଉଁମାନେ ଦ୍ୱିତୀୟ କିସ୍ତି ପାଇନାହାନ୍ତି ତାଙ୍କ ଉପରେ ରିଭ୍ୟୁ କରାଯିବ। ଆସନ୍ତା 2 ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହିତାଧିକାରୀଙ୍କ ତାଲିକାକୁ ରିଭ୍ୟୁ କରାଯିବ। ବହୁତ ଜଲଦି ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାର ସମସ୍ତ କିସ୍ତି ପାଇବେ। ପ୍ରକାଶଯୋଗ୍ୟ ପୂର୍ବରୁ ସରକାର କହିଥିଲେ ଯେଉଁମାନେ ଯୋଗ୍ୟ କିନ୍ତୁ ଏଯାଏ ପାଇନାହାନ୍ତି ସୁଭଦ୍ରା ଯୋଜନା ସେମାନଙ୍କ ଅଙ୍ଗନୱାଡି କର୍ମୀମାନେ ପୁଣି ଘରକୁ ଘର ଯିବେ ସମସ୍ତଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ। ସୁଭଦ୍ରା ଶେଷ ହିତାଧିକାରୀ ନ ପାଇବା ଯାଇ ଦିଆଯିବ ଟଙ୍କା। ସମସ୍ତଙ୍କ ପାଖେ ସୁଭଦ୍ରା ପହଞ୍ଚିବ।